ଗଜନିର ଚର୍ଚ୍ଚିତ ଖଳନାୟକ ବୁଜିଲେ ଆଖି। 74 ବର୍ଷରେ ପ୍ରଦୀପ ରାଉତରାୟଙ୍କ ପରଲୋକ। ଲଗାନ, ଗଜନି, ସରଫରୋଶ ଏବଂ ବି.ଆର୍. ଚୋପ୍ରାଙ୍କ ମହାଭାରତ ଭଳି ଲୋକପ୍ରିୟ ସିନେମା ଓ ଧାରାବାହିକରେ ନିଜର ଦମଦାର ଅଭିନୟ ପାଇଁ ଜଣାଶୁଣା ବରିଷ୍ଠ ନେତା ପ୍ରଦୀପ ରାଉତଙ୍କ 74 ବର୍ଷ ବୟସରେ ନିଧନ ହୋଇଛି। ପ୍ରଦୀପଙ୍କ ମୃତ୍ୟୁ ନେଇ ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି। ଏହି ବରିଷ୍ଠ ଅଭିନେତା ଦୀର୍ଘଦିନରୁ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ପ୍ରଦୀପଙ୍କ ବିୟୋଗରେ କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ପ୍ରଦୀପ ରାଉତଙ୍କ ମ୍ୟାନେଜର ତାଙ୍କ ମୃତ୍ୟୁର ସୂଚନା ଦେଇଛନ୍ତି। ଆଜତକ ରିପୋର୍ଟ ଅନୁସାରେ ତାଙ୍କ ମ୍ୟାନେଜର କହିଛନ୍ତି ଯେ ଅଭିନେତା ଜଣକ ଗତ 5 ବର୍ଷ ଧରି ବ୍ଲଡ କ୍ୟାନ୍ସର ବା ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା, କିନ୍ତୁ କିଛି ମାସ ପୂର୍ବେ ପୁଣି ଥରେ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ସେ ଗତ 2 ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟି ଚାଲିଥିଲା। ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପରିବାର ଅନୁଯାୟୀ ବୁଧବାର ତାଙ୍କର ଅନ୍ତିମ ସଂସ୍କାର କରାଯିବାର ଆଶା କରାଯାଇଛି। ପ୍ରଦୀପ ରାଉତ ବି.ଆର୍. ଚୋପ୍ରାଙ୍କ ଟିଭି ଶୋ ମହାଭାରତରେ ଅଶ୍ୱତ୍ଥାମା ଭୂମିକାରେ ଅଭିନୟ କରି ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼, ମାଲାୟାଲମ, ବଙ୍ଗାଳୀ ଏବଂ ଭୋଜପୁରୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ହିନ୍ଦୀ ସିନେମାରେ ସେ ଲଗାନ, ସରଫରୋଶ, ଗଜନି, ବୈଜୁ ବାୱରା, ଆୱାରାପନ ଏବଂ ଗ୍ରାଣ୍ଡ ମସ୍ତି ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ତେଲୁଗୁ ଚଳଚ୍ଚିତ୍ର ସାଇ ସହିତ ଦକ୍ଷିଣ ଭାରତୀୟ ସିନେମାରେ ପ୍ରବେଶ କରିଥିଲେ, ଯେଉଁଠାରେ ସେ ଅନେକ ସ୍ମରଣୀୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ତାମିଲ ଚଳଚ୍ଚିତ୍ର ଗଜନିରେ ତାଙ୍କର ଡବଲ ରୋଲ୍ ବହୁତ ଲୋକପ୍ରିୟ ଥିଲା। ପରେ ସେ ହିନ୍ଦୀ ରିମେକ୍ ଗଜନିରେ ଏହି ଭୂମିକାକୁ ପୁଣି ଅଭିନୟ କରିଥିଲେ। ସେ କନ୍ନଡ଼ ଚଳଚ୍ଚିତ୍ର ପାରୋଡି, ମାଲାୟାଲମ ଚଳଚ୍ଚିତ୍ର ଚାଇନାଟାଉନ୍, ବଙ୍ଗଳା ଚଳଚ୍ଚିତ୍ର ହିରୋ 420 ଏବଂ ଭୋଜପୁରୀ ଚଳଚ୍ଚିତ୍ର କ୍ରାକ୍ ଫାଇଟରରେ ମଧ୍ୟ ଅଭିନୟ କରିଥିଲେ। ବ୍ୟୁରୋ ରିପୋର୍ଟ, ଗୁମର ଟିଭି ଡିଜିଟାଲ।